ଘଟଗାଁ ବାସିନୀ ମା ତାରିଣୀ ଏତେ ଦୟାଳୁ, କେତେବେଳେ କାହା ମାଧ୍ୟମରେ ମନେ ପକେଇ ଦିଏ। ତୁ ଚିନ୍ତା କରେନା। ଘଟଗାଁରେ ବାୟାଣୀ ବସିଛି, ଭକ୍ତଙ୍କ ବାଟକୁ ଚାହିଁ ତୋର ଦୁଃଖ ଦୂର କରିବ। ନମସ୍କାର ଦର୍ଶକ ବନ୍ଧୁ, ଏହି ଭକ୍ତି ଚ୍ୟାନେଲ ସଦାବେଳେ ଦେବୀ ମାଙ୍କ ଚମତ୍କାର ଆପଣଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତ ରହିଥାଏ। ମା ଦୟାମୟୀ, କରୁଣାମୟୀ, କୃପାମୟୀ ମା ତାରିଣୀଙ୍କ ଅଲୌକିକ ମହିମା ଚମତ୍କାର ବିଷୟରେ ଜଣାଇବି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରାଜଧାନୀ ଭୁବନେଶ୍ୱରରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ରହୁଥାନ୍ତି। ବାହାଘରର 3 ବର୍ଷ ହୋଇଗଲାଣି, ସନ୍ତାନଟିଏ କୋଳକୁ ଆସିଲା ନାହିଁ। ବହୁତ ବଡ଼ ବଡ଼ ମେଡ଼ିକାଲରେ ଦେଖାଇଲେ, କିନ୍ତୁ କୌଣସି ଫଳ ମିଳିଲା ନାହିଁ। ଶାଶୁଘର ଗାଁକୁ ଗଲେ ଲୋକେ ଟାହି ଟାପରା କରନ୍ତି, ଦେଖେଇଲା ଭଳି କଥା କୁହନ୍ତି। ଶାଶୁ ସେଇ କଥାକୁ ବାରମ୍ବାର ଖୁସି ହୁଏ। ଖାଇଲେ ବସିଲେ। ମୋ ସାନ ପୁଅ ବାହାଘର ହେବାର ବର୍ଷେ ହେଲାଣି, ତାର ଝିଅଟିଏ। ତୋର ବାହାଘର ହେବାର 3 ବର୍ଷ ହେଲାଣି, ଆଜି ପର୍ଯ୍ୟନ୍ତ କୌଣସି ସନ୍ତାନଟିଏ ହେଲା ନାହିଁ। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବହୁତ ମନ ଦୁଃଖ କରନ୍ତି, ନିନ୍ଦା ଅପମାନ ସହିଯାଆନ୍ତି ଛାତିକି ପଥର କରି। ଦିନେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଘର ବାରଣ୍ଡାରେ ମନ ଦୁଃଖରେ ବସିଥାନ୍ତି। ଜଣେ ବୁଢ଼ୀ ମା ହାତରେ ବାଙ୍କୁଳି ବାଡ଼ିଟେ ଧରିଛି, ମୁଣ୍ଡରେ ବଡ଼ ନାଲି ଟୋପା ସିନ୍ଦୁର ଲଗେଇଛି, ଚିରା ଧଳା ଲୁଗା ପିନ୍ଧିଛି। ଚାଲିବାକୁ ବଳ ନାହିଁ। ବାଙ୍କୁଳି ବାଡ଼ି ଠୁକେଇ ଠୁକେଇ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ପାଖରେ ପହଞ୍ଚିଲା। କହିଲା, କାହିଁକି କିଲୋ ଝିଅ ମନ ଦୁଃଖରେ ବସିଛୁ? ସ୍ୱାମୀ ସ୍ତ୍ରୀ କହିଲେ ସବୁ ଘଟଣା। ବୁଢ଼ୀ ମା କହିଲା, ଚିନ୍ତା କରେନା, ତତେ ଗୋଟେ କଥା କହିବି, ମୋ କଥା ମାନିବୁ? ହଁ ମା କୁହ, କ'ଣ କହିବ? ବୁଢ଼ୀ ମା କହିଲା, ଦେଖ ଝିଅ, ମା ବୋଲି ଡାକିଲୁ, ମୋ କଥା ମାନିବୁ? ଶୁଣୁ କହୁଛି ତତେ। ବାୟାଣୀ ବସିଛି, ତା ପାଖକୁ ଯିବୁ, ତୋର ଦୁଃଖ କହିବୁ, ଦେଖିବୁ ତତେ ସଙ୍କଟରୁ ଉଦ୍ଧାର କରିବ। କୋଉ ବାୟାଣୀ କଥା କହୁଛି କହିଲୁ? କ'ଣ ଏତେ ଭାବୁଛୁ, ଜାଣିପାରୁନୁ? ଆଲୋ, ଘଟଗାଁରେ ବସିଛି ପରା ତାରିଣୀ ମା। ଭକ୍ତଙ୍କ ବାଟକୁ ଚାହିଁ ବସିଛି ବାୟାଣୀ ପରି। କେତେବେଳେ ମୋ ଭକ୍ତ ଆସିବ, ମୋତେ ଜଣାଇବ, ତାର ଦୁଃଖ ନେଇ ସୁଖ ପ୍ରଦାନ କରିବି। ଆଲୋ ଝିଅ, ଜୀବନ୍ତ ଠାକୁରାଣୀ, ଡାକିଲେ ଓ କରେ, କଥା କୁହ ତାରିଣୀ, ଭୁଲ କରିଲେ କ୍ଷମା କରିଦିଏ, ଏତେ ଦୟାଳୁ ସିଏ। ଯା ଥରେ ଯାଇ କାନ୍ଦି କାନ୍ଦି ତୋର ଦୁଃଖ ଜଣା। ଏତିକି କହି ବୁଢ଼ୀମା ଚାଲିଗଲା। ସ୍ୱାମୀ ସ୍ତ୍ରୀ କହିଲେ, ବୁଢ଼ୀମା କିଏ? ଏତେ କଥା ମାଙ୍କ ବିଷୟରେ କହିଲେ, ତାଙ୍କୁ ଚାଲ ଡାକି ଆଣି ଖାଇବାକୁ ଦେବା। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାଇ ଖୋଜିଲେ, କୋଉଠି ଦେଖିଲେ ନାହିଁ। ଲୋକଙ୍କୁ ପଚାରିଲେ, କେହି ଦେଖିନାହାନ୍ତି ବୋଲି କହିଲେ। ତା ପରଦିନ ସ୍ୱାମୀ ସ୍ତ୍ରୀ ଗଲେ ଘଟଗାଁ ମା ତାରିଣୀଙ୍କୁ ଦର୍ଶନ କରି ନିଜ ଦୁଃଖ ମାଙ୍କୁ ଜଣାଇଲେ। 3-4 ମାସ ପରେ ପେଟ କାଟିବାରୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମେଡ଼ିକାଲ ଯାଇ ଚେକଅପ୍ କରିଲେ। ଡାକ୍ତର କହିଲେ, ତମ ସ୍ତ୍ରୀ ପ୍ରେଗନେଣ୍ଟ ଅଛନ୍ତି। ବହୁତ ଖୁସି ହେଲେ। ସ୍ୱାମୀ ସ୍ତ୍ରୀ ଦୁଇ ଜଣ ମାଙ୍କ ହାତ ଯୋଡ଼ି କହିଲେ, ମା ତୁ ମୋର ଡାକ ଶୁଣିଲୁ। କିଛି ଦିନ ପରେ ପୁଅଟିଏ ହେଲା। ଜୟ ମା ତାରିଣୀ। ଦର୍ଶକ ବନ୍ଧୁ, ଭକ୍ତି, ବିଶ୍ୱାସ, ଭରସା ରଖିଲେ ଅସମ୍ଭବକୁ ସମ୍ଭବ କରେ ମା। କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ।